विलुप्त प्राय पोषा खेल को बचाई रखा निआरा प्रयास। सत्यवादी माँ दक्षिणकाणी पीठ स्थानीय वीरगोविंदपुर ग्रामर विश्वनाथ देवंकर मंदिर बेढ़ारे आयोजित हो राज्यस्तरीय निखिल उत्कल पोषा टूर्नामेंट और प्रतियोगिता। ଏହି ଅବସରରେ ଗ୍ରାମର ବୟସ୍କ ବ୍ୟକ୍ତି, ଅବସରପ୍ରାପ୍ତ ଶିକ୍ଷକ ଓ ପୁରୀ, କଣାସ, ପିପିଲି, ଭୁବନେଶ୍ୱର, ନୟାଗଡ଼, ଖୋର୍ଦ୍ଧା ଆଦି ଅନେକ ଅଞ୍ଚଳରୁ ପ୍ରାୟତଃ 32ଟି ଦଳ ଏଥିରେ ଭାଗ ନେଇଥିଲେ। ଏହି ପ୍ରତିଯୋଗିତା ଦିନ 10ଟାରୁ ଆରମ୍ଭ ହୋଇଥିଲା। ଏହି ଖେଳକୁ ନେଇ ମଞ୍ଚେଶ୍ୱର ଅଞ୍ଚଳର ବିଚିତ୍ରାନନ୍ଦ ଖୁଣ୍ଟିଆ କହିଛନ୍ତି, ଏହି ଖେଳ ପୁରାଣ ଯୁଗରୁ ଚାଲି ଆସିଛି। ପୁରାଣରେ ବର୍ଣ୍ଣିତ ରହିଛି କି ଦେବତା, ରାକ୍ଷସ, ଗନ୍ଧର୍ବ ସମସ୍ତେ ଏହି ଖେଳକୁ ଖେଳିଥିବାର ଲିଖିତ ଅଛି। ଆମ ଓଡ଼ିଶା ପରମ୍ପରାର ଏହା ଏକ अंश विशेष, किंतु प्रोत्साहन नथिबारु एही खेल एबे विलुप्त प्राय। आधुनिकतार समय यह आउ प्राय 10 वर्ष पर समाज लिभि जाइथिबो। भाईचारार प्रतीक एही खेल को सरकार प्रोत्साहन मिले एही परंपरा बंची रही पारंता। अन्यपटे वीरगोविंदपुर कठ सभापति आदित्य नारायण नंद और संपादक अविनाश आचार्य कहते कि अनेक दिन चली आसीथिबा एही पोषा खेल को बंचाई रखिबा आम ग्राम तरफ गोटे छोट प्रयास रही, ଯେଉଁଥିରେ ଅନେକ ଅଞ୍ଚଳରୁ ବୟସାଧିକ ପ୍ରତିଯୋଗୀ ମାନେ ଭାଗ ନେଇଛନ୍ତି। ଏହା ଆମ ପାଇଁ ଗର୍ବର କଥା। ଏବଂ ଏହି ଗ୍ରାମ ଅବସରପ୍ରାପ୍ତ ସରକାରୀ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ନନ୍ଦ କହିଛନ୍ତି, ଅନେକ ଦିନ ପରେ ଆମେ ଏକାଠି ହୋଇ ଏହି ଖେଳ ଖେଳୁଛୁ। ନିଶ୍ଚିତ ରୂପେ ମନରେ ବହୁତ ଖୁସି ଆସୁଛି। ବ୍ୟସ୍ତବହୁଳ ଜୀବନ ଭିତରେ ଏହା ଆମକୁ ମାନସିକ ସ୍ତରରେ ଶାନ୍ତି ପ୍ରଦାନ କରୁଛି।